ଆରେ ମା, ମତେ ବହୁତ ଭୋକ ଲାଗିଲାନି। ମତେ କିଛି ଖାଇବାକୁ ଦିଅ ନା। ଆରେ ଝିଅ, ଟିକେ ସମୟ ରହିଯା। ମୁଁ ଚୁଲିରେ କ୍ଷୀରି ବସେଇଛି। ଆଉ ଟିକେ ସମୟ ଗଲେ କ୍ଷୀରି ସିଝିଯିବ। ଆଉ ମୁଁ ତତେ କ୍ଷୀରି ଦେବି। ଏ କୁନି ବିନା ଟିକେ ବି ଭୋକ ସମ୍ଭାଳି ପାରେ ନା। ଏମିତି ମା ରାନୁ ଚଢ଼େଇ କ୍ଷୀରି ପ୍ରସ୍ତୁତ କରୁଥିବା ସମୟରେ ତାର ଛୋଟ ଝିଅ କୁନି ସେ ଜାଗାରୁ ଚାଲିଯାଏ। ଆଉ ଚାଲି ଚାଲି ଯାଇ ଗୋଟିଏ ଜଙ୍ଗଲରେ ପହଞ୍ଚିଗଲା। ଆରେ ମା, ମତେ କ୍ଷୀରି ଖାଇବାକୁ ଦେଲେନି। କହିଲେ ଆଉ ଟିକେ ସମୟ ଲାଗିବ। ମୁଁ ତ ଭୋକ ସମ୍ଭାଳି ପାରେ ନା। ମୁଁ ଏଇ ଜଙ୍ଗଲକୁ ଚାଲି ଚାଲି ଆସିଲି। ଭଲ କଲି। ଏଠି ମୁଁ ବହୁତ ସୁନ୍ଦର ସୁନ୍ଦର ଫଳ ଖାଇବି। ଆରେ ଏ କଣ, ଏ ଗଛ ଗୁଡାକରେ ଗୋଟେ ହେଲେ ବି ଫଳ ଫଳିନି। ଏବେ ମୁଁ କଣ ଖାଇବି? ହଠାତ୍ କୁନି ଚଢ଼େଇ ଆଖିକୁ ଗୋଟିଏ ଲାଲ ରଙ୍ଗର ଜିନିଷ ଚକମକ କରୁଥିବାର ଦେଖାଗଲା। ଆରେ ଏ କଣ, ଗୋଟିଏ ଲାଲ ରଙ୍ଗର କଣ ଜିନିଷ ପଡ଼ିଛି? ଆଉ ସିଏ ବହୁତ ଚକମକ କରୁଛି। ହଁ, ଲାଗୁଛି ବୋଧେ କୌଣସି ଖାଇବା ଜିନିଷ ହୋଇଥିବ। କୁନି ଚଢ଼େଇ ଡେରି ନ କରି ସେ ଲାଲ ଜିନିଷ ପାଖକୁ ଗଲା। ସେ ଛୋଟ ଚଢ଼େଇ ଥିବାରୁ ତାକୁ ଜଣା ନଥିଲା ଯେ ସେଟା ଗୋଟେ ଲାଲ ରଙ୍ଗର ଡାଏରୀ ବୋଲି। ଆରେ ଯାହା ହେଉ, ମତେ ବହୁତ ଭୋକ ଲାଗୁଥିଲା। ୟାକୁ ଖାଇ ମୁଁ ମୋ ପେଟ ଭର୍ତ୍ତି କରିବି। ଏମିତି କହି ଛୋଟ କୁନି ଚଢ଼େଇ ଟିକେ ଟିକେ କରି ସେ ଗୋଟା ଯାକ ଲାଲ ଡାଏରୀକୁ ଖାଇଗଲା। ଇଆଡ଼େ ମା ରାନୁ ଚଢ଼େଇ ଝିଅ କୁନିକୁ ଖୋଜି ଖୋଜି ଆସି ଜଙ୍ଗଲ ପାଖରେ ପହଞ୍ଚିଗଲା। ଆରେ ମା କୁନି, ତୁ ଏଇଠି ଅଛୁ? ମୁଁ ସିଆଡ଼େ ଘର ଚାରିପାଖ ଖୋଜୁଛି। ତାପରେ ମା ଝିଅ ଦୁହେଁ ଘରକୁ ଗଲେ। ଆରେ ମା କୁନି, ନେ କ୍ଷୀରି ଖାଇବୁ। ତତେ ପରା ବହୁତ ଭୋକ ଲାଗୁଥିଲା। ମା, ଏବେ ମତେ ଆଉ ଭୋକ ଲାଗୁନି। ମୁଁ ଜଙ୍ଗଲରେ ଗୋଟେ ଲାଲ ରଙ୍ଗର ବଡ଼ ଫଳ ଖାଇଛି। ଆରେ ଏ କଣ, ମୋ ଝିଅ କୋଉ ଲାଲ ରଙ୍ଗର ଫଳ କଥା କହୁଛି? ଏଇ ପାଖ ଜଙ୍ଗଲରେ ତ କିଛି ଗଛରେ ଫଳ ଫଳି ନାହିଁ। ଆରେ ମା, ତୁମେ ମନେ ମନେ କଣ କଥା କହୁଛ? ମତେ ବହୁତ ନିଦ ଲାଗିଲାଣି। ଆସ, ମତେ ଶୋଇଦେବ। ତାପରେ ଝିଅ କୁନି ଶୋଇପଡ଼ିଲା। ଏମିତି ରାତି ପାହି ସକାଳ ହେଲା। ରାନୁ ଚଢ଼େଇ ଦୂର ଜଙ୍ଗଲରୁ କିଛି ଫଳ ଆଣିବା ପାଇଁ ଗଲା। ସେ ଗୋଟିଏ ଗଛରୁ ଫଳ ତୋଳୁଥିବା ସମୟରେ ତାକୁ କାହାର କାନ୍ଦିବାର ସ୍ୱର ଶୁଣାଗଲା। ଆରେ ମୁଁ ଏବେ କଣ କରିବି? ମୁଁ ଯଦି ଲାଲ ଡାଏରୀ ନ ନିଏ, ତାହେଲେ ମୋତେ ସବୁଦିନ ପାଇଁ ମୋ ଶକ୍ତି ଆଉ ପରି ରାଇଜରୁ ବେଦଖଲ ହେବାକୁ ପଡ଼ିବ। ଏମିତିରେ ବି ପରି ମା ମୋ ଠାରୁ ସବୁ ଶକ୍ତି ଛଡ଼େଇ ନେଇଛନ୍ତି। ଆଉ ମୋ ଯାଦୁ ବାଡ଼ି ବି ନେଇଯାଇଛନ୍ତି। ଯଦି ମୁଁ ଲାଲ ଡାଏରୀ ଖୋଜି ତାଙ୍କ ପାଖକୁ ନ ନିଏ, ତାହେଲେ ସବୁଦିନ ପାଇଁ ମୋତେ ଏ ପୃଥିବୀ ପୃଷ୍ଠରେ ରହିବାକୁ ପଡ଼ିବ। ରାନୁ ଚଢ଼େଇ ପରୀର କାନ୍ଦ ଶୁଣି ଗଛ ତଳକୁ ଆସିଲା। ଆରେ ଏ କଣ ମୁଁ ଦେଖୁଛି? ଗୋଟିଏ ପରୀ। ଆରେ ପରୀ, ତୁମେ କାନ୍ଦୁଛ କଣ ପାଇଁ? ତାପରେ ପରୀ ରାନୁ ଚଢ଼େଇକୁ ସବୁ କଥା କହିଲା। ଓହୋ, ଏଇ କଥା ଯୋଗୁ? ହଉ ପରୀ, ଚାଲେ ଆମେ ଦୁହେଁ ମିଶି ସେ ଲାଲ ଡାଏରୀକୁ ଖୋଜିବା। ତାପରେ ରାନୁ ଚଢ଼େଇ ଓ ପରୀ ଦୁହେଁ ମିଶି ଲାଲ ଡାଏରୀ ଖୋଜିଲେ। ସେମାନେ ନଦୀ, ନାଳ, ପର୍ବତ ସବୁଆଡ଼େ ଖୋଜିଲେ, କିନ୍ତୁ ସେମାନଙ୍କୁ ଲାଲ ଡାଏରୀ ମିଳିଲାନି। ଆରେ ପରୀ, ଖୋଜି ଖୋଜି ଆମେ ଲାଲ ଡାଏରୀ ଥକି ଗଲେଣି। ଏବେ ଚାଲ ଆମ ଘରେ ଟିକେ ବିଶ୍ରାମ କରିବା। କାଲି ସକାଳ ହେଲେ ପୁଣି ଥରେ ଆମେ ଲାଲ ଡାଏରୀ ଖୋଜିବା। ରାନୁ ଚଢ଼େଇ ଘରକୁ ପରୀ ଆସିଲା। ଆରେ ମା, ଇଏ କିଏ? ଝିଅ, ଇଏ ହେଲେ ପରୀ। ଇଏ ଆକାଶରୁ ଆସିଛନ୍ତି।
ଘରେ ପରି ଦିଦି। ତାପରେ ପରି ଖୁସିରେ କୁନି ଚଢ଼େଇକୁ କୋଳରେ ଗେଲ କଲା। କିଛି ସମୟ ପରେ ଛୋଟ ଝିଅ କୁନି ଚୁପଚାପ ସେ ଜଙ୍ଗଲ ପାଖକୁ ଯାଉଥିଲା। ହଠାତ୍ ତାକୁ ପରି ଦେଖିନେଲା। ଆରେ ଛୋଟ ଝିଅ କୁନି, ତୁ କୁଆଡ଼େ ଲୁଚି ଲୁଚି ଯାଉଛୁ? ଆରେ ପରି ଦିଦି, ପାଟି କରନା। ମା ମତେ ଜଙ୍ଗଲକୁ ଏକୁଟିଆ ଛାଡ଼ିବେନି। ମୁଁ ଜଙ୍ଗଲରେ ପଡ଼ିଥିବା ଲାଲ ରଙ୍ଗର ଚକପକ ଫଳ ଖାଇବାକୁ ଯାଉଛି। ଆରେ ଇଏ ଆଉ ସେଇ ଲାଲ ଡାଏରୀ କଥା କହୁନି ତ? ଛୋଟ ଝିଅ କୁନି, ତୁମେ କ'ଣ ଆଗରୁ ସେ ଲାଲ ଫଳ ଖାଇଛ? ପରି ଦିଦି, ମୁଁ କାଲି ଜଙ୍ଗଲକୁ ଏକୁଟିଆ ଯାଇଥିଲି। ଆଉ କାଲି ଗୋଟେ ବଡ଼ ଲାଲ ରଙ୍ଗର ଫଳ ସେଠି ପଡ଼ିଥିଲା। ଆଉ ମତେ ଜୋରରେ ଭୋକ ଲାଗୁଥିଲା। ମୁଁ ସେ ଫଳକୁ ଖାଇଦେଲି। ତାପରେ ପରି ରାନୁ ଚଢ଼େଇକୁ କୁନି କଥା ସବୁ କହିଲା। ରାନୁ ଚଢ଼େଇ, ମତେ ଲାଗୁଛି କୁନି ଝିଅ ପେଟରେ ବୋଧେ ସେ ଲାଲ ଡାଏରୀ ଅଛି। ହେଲେ ଆମେ ଜାଣିବା କେମିତି? ସେ ତ କାଲିଠୁ ସେ ଫଳକୁ ଖାଇଛି। ତାପରେ ପରି ନିଜ ମନ୍ତ୍ରଶକ୍ତି ଦ୍ୱାରା କୁନି ଚଢ଼େଇ ପେଟଟିକୁ ଦେଖିଲା। ଆରେ ରାନୁ, ସତରେ କୁନି ସେ ଲାଲ ଡାଏରୀକୁ ଖାଇ ଦେଇଛି। ଏବେ କ'ଣ ହେବ ପରି? ତାପରେ ପରି ଛୋଟ କୁନି ଚଢ଼େଇକୁ ମନ୍ତ୍ରଶକ୍ତି ଦ୍ୱାରା ଗୋଟିଏ ଫୁଲ ଖାଇବାକୁ ଦେଲାରୁ ସଙ୍ଗେ ସଙ୍ଗେ ତା ପାଟି ଭିତରୁ ଲାଲ ରଙ୍ଗର ଡାଏରୀଟି ବାହାରି ଆସିଲା। ଆରେ ମା, ଇଏ କ'ଣ? ଆରେ ମା କୁନି, ତୁ ଫଳ ଭାବି ପରି ଦିଦିଙ୍କର ଲାଲ ଡାଏରୀଟିକୁ ଖାଇ ଦେଇଥିଲୁ। ତାପରେ ପରି ରାନୁ ଚଢ଼େଇକୁ ଧନ୍ୟବାଦ ଦେଇ ଖୁସି ହୋଇ ଲାଲ ଡାଏରୀକୁ ଧରି ସ୍ୱର୍ଗକୁ ଚାଲିଗଲା।